ଯିବା ମୋ ଗହଣରେ ଅଛନ୍ତି ବିଜୟ ସାର୍ ଯେତେବେଳେ ଅଛନ୍ତି ବିଜୟ ରାଉଳ ଆଜି ଯାତ୍ରା କେଶରୀର ଆଖେଡ଼ା ପୂଜା ଆଉ ନାଟକକୁ ନେଇକି ମନୋଜ ସାର୍ଙ୍କ ସହିତ ଆସିଛନ୍ତି କ'ଣ ମାନେ ଆଶା ଆଉ କ'ଣ ଆକାଂକ୍ଷା ନେଇକି ଆସିଛନ୍ତି କୁହନ୍ତୁ। ଆଶା ଗୋଟେ ଭଲ ନାଟକ କରିବୁ ଆଉ କିଛି ଆଶା ନାହିଁ ଭଲ ନାଟକଟେ କରିବୁ ଏବଂ ନାଟକ ମିନ୍ସ କ'ଣ ଦର୍ଶକ କୁହନ୍ତି ଯେ ପୁଳାଏ ରାତି ସାରା କାନ୍ଦିଲେ ସେଇ ନାଟକ ନାଇଁ 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 ନାଟକ ଖାଲି କାନ୍ଦିଲେ ନାଟକ ନୁହେଁ ତାକୁ ସବୁ ଜିନିଷ ରହିବ ଫ୍ୟାମିଲି କାହିଁ ଫ୍ୟାମିଲି ରହିବ ଲଭ୍ ରହିବ ସବୁ ଯେମିତି ସବୁ ରସତକ ରହିବା ଦରକାର ନାଟକ ହେଲେ ସେ ଗୋଟେ ପୂର୍ଣ୍ଣାଙ୍ଗ ନାଟକ ହେବ ଯୋଉଟା ନୂଆ ପ୍ରେମିକା ଗୋଟେ କନସେପ୍ଟ ଅଲଗା ପ୍ରକାର ଲାଗୁନି। ପ୍ରେମିକା ପ୍ରେମିକା ନୂଆ ପ୍ରେମିକା ଆକ୍ଚୁଆଲି ପ୍ରେମଟା ସବୁବେଳେ ନୂଆ ଆଚ୍ଛା ଆଉ ପ୍ରେମିକା ବି ନୂଆ ଆମର ଯେତେ ମୁଁ ମନେକର 25 ବର୍ଷ ହେଲା ବାହା ହେଇଛି ସିଏ ବି ମୋ ପାଇଁ ପ୍ରେମିକା ସିଏ ବି ମୋ ନୂଆ ପ୍ରେମିକା 25 ବର୍ଷ ପରେ ବାହା ହେଇଛି 25 ବର୍ଷ ମନେକର ମୁଁ ବାହା ହେଇଛି ମୋର 15 ବର୍ଷ ବାହାଘର ହେଲାଣି କିନ୍ତୁ ସେ ମୋ ପାଇଁ ବି ସିଏ ବି ନୂଆ ମୋ ପାଇଁ ସିଏ ନୂଆ ଫ୍ରେଶ୍ ବୁଝିଲେ କି ମାନେ ପ୍ରେମ କେତେବେଳେ ପୁରୁଣା ନୁହେଁ। ବିଜୟ ସାର୍ ଯେଉଁ ଆଜି ଯାତ୍ରା କେଶରୀର ଆଖଡ଼ା ପୂଜା ହେଉଛି ଆଖଡ଼ା ପୂଜାରେ ଗୋଟେ ଅଲଗା ପ୍ରକାର ମାନେ ଉତ୍କଣ୍ଠା ରୁହେ କଳାକାର ହଉ ନାଟ୍ୟକାର ନିର୍ଦ୍ଦେଶକ ଆଜ୍ଞା ଯେତେବେଳେ ଅଛି ଆଜି କ'ଣ ନେଇକି ଆସିଛନ୍ତି। ଆମେ ଆଜି ପ୍ରଥମ ସିନ୍ଟା ଗଢ଼େଇବୁ ସାର୍ ଅଛନ୍ତି ଆମ ସାର୍ ମନୋଜ ସାର୍ ଅଛନ୍ତି ପ୍ରଥମ ସିନ୍ଟା ଆମେ ଗଢ଼େଇବୁ ଏବଂ ଭଲ ଲାଗିବ ନାଟକ କାହିଁକି ଆପଣ ଯେଉଁ କହୁଛନ୍ତି ଖାଲି କାନ୍ଦ ନୁହଁ କାନ୍ଦ ସାଙ୍ଗରେ ହସ କମେଡ଼ି ଯେଉଁଗୁଡ଼ାକ ସସ୍ପେନ୍ସ ଟୁଇଷ୍ଟ ଗୁଡ଼ାକ ସେ ଟୁଇଷ୍ଟ ଗୁଡ଼ାକ ନିହାତି ଦରକାର ଏବଂ ପୁରା ସେ ଟୁଇଷ୍ଟଟା ଆମର ଯେତିକି ବିଶ୍ୱାସ ସେ ଟୁଇଷ୍ଟ ଆମକୁ ଶେଷ ପର୍ଯ୍ୟନ୍ତ ବାନ୍ଧିକି ରଖିବ 4 ଘଣ୍ଟା ଟାଣି ନେଇକି ଯିବ ମାନେ କେହି ମାନେ ସସ୍ପେନ୍ସ ଶେଷ ପର୍ଯ୍ୟନ୍ତ ଅଛି ଏବଂ କୌଣସି କପି ନୁହେଁ ଅରିଜିନାଲ୍ କନସେପ୍ଟ ମାନେ ନିଜ ପୁରା ସମ୍ପୂର୍ଣ୍ଣ ନିଜ ଆମେ ସାର୍ ବସିକି ସବୁ କରୁଛୁ ମାନେ ଆପଣଙ୍କୁ ଲାଗିବନି ବି ଆମର ଦେଖିଲେ କହିବେ ନାହିଁ ଏଇଠୁ ନେଇଗଲେ ସେଇଠୁ ନେଇଗଲେ ସେମିତି କିଛି ନାହିଁ ଦେଖିଲେ ବି ବୁଝିପାରିବେ ଆପଣ ଚଳଚ୍ଚିତ୍ର ଜଗତରେ ବହୁତ ସୁନାମ ଅର୍ଜନ କରିଛନ୍ତି। ଆଜ୍ଞା ଏବେ ତୁମର ଗୋଟେ ଏବେ ହେଇଛି ମୁହୂର୍ତ୍ତ ଗୋଟେ ହେଇଛି ଏବେ ସମଲେଶ୍ୱରୀ ଯାତ୍ରା ମୋର ଆଗରୁ ଇଚ୍ଛା ଥିଲା ମୁଁ ଆଗରୁ କରୁଥିଲି ଡ୍ରାମା କରୁଥିଲି ସିରିଏଲ୍ ଲେଖୁଥିଲି ସିରିଏଲ୍ ତ ବହୁତ ଲେଖିଛି ମୁଁ ତରଙ୍ଗରେ ଇଏରେ କରିଛି ତାପରେ ଡିଟେକ୍ଟିଭ୍ ଲେଖୁଥିଲି ନାଟକ ଲେଖୁଥିଲି ସବୁ ୟାର ମୋର ଟଚ୍ ଥିଲା ସବୁ ଆଉ ସବୁ ରାଇଟର ସିଏ ହେଉଛି ରାଇଟର ଯିଏ ସବୁ ମିଡ଼ିଆଟାକୁ ହ୍ୟାଣ୍ଡେଲ୍ କରିପାରିବ ଏବଂ ସେଇ ଫର୍ମାଟ୍ଟା ତୁମେ ଜାଣିବା ଦରକାର ରେଡ଼ିଓ ମିଡ଼ିଆ ମାନେ ଆମେ ଲେଖା ଏଟା କେମିତି ହେବା ଦରକାର ସିରିଏଲ୍ ମିଡ଼ିଆ କେମିତି ହେବା ଦରକାର ଯାତ୍ରା ମିଡ଼ିଆ କେମିତି ହେବା ଦରକାର ସବୁଗୁଡ଼ା ସବୁ ଅଲଗା ସେ ପାଟର୍ନଟା ସମସ୍ତେ ଜାଣିବା ଦରକାର ଆକ୍ଚୁଆଲି। ଏଇ ଯେଉଁ ନାଟକ କରିବା ପାଇଁ ଯାତ୍ରା କେଶରୀ କୁହନ୍ତି କଳାକାରମାନଙ୍କର ଲବି ନହେଲେ ନାଟ୍ୟକାର ନିର୍ଦ୍ଦେଶକ ଖଣ୍ଡେ ନାଟକ ପାଇବା କଷ୍ଟକର। ମୁଁ ତ ଜାଣିନି ମୁଁ କେବେ ଲବି ବି କରିନି ଜୀବନରେ ବି କରିନି। ଡାଇରେକ୍ଟ ହଁ ଧନ୍ୟବାଦ।